ଚାଲନ୍ତୁ ଆଜି ଶୁଣିବା ଗୋଟେ ନୂଆ ସେକ୍ସ ଷ୍ଟୋରି। ସେଟା ହେଲା ମୋ କଲେଜ ଲାଇଫର ସେକ୍ସ। ମୁଁ ଇଞ୍ଜିନିୟରିଂ କରିବା ପାଇଁ ଭୁବନେଶ୍ୱର ଯାଇଥାଏ। ଭୁବନେଶ୍ୱରରେ ଗୋଟେ କଲେଜରେ ମୋର ଆଡ଼ମିସନ୍ କରେଇଲି। ଆଡ଼ମିସନ୍ କରିବାକୁ ଗଲାବେଳେ ମୁଁ କଲେଜରେ ଦେଖିଦେଇଥିଲି ବହୁତ ନଙ୍ଗା ନଙ୍ଗା ଟୋକି ଗୁଡ଼ାକ। ସେ ଟୋକି ଗୁଡ଼ାକ ଦେଖିକି ମୋ ଭାଣ୍ଡ ଖାଲି ଠିଆ ହେଇଯାଉଥାଏ। ତା ମଧ୍ୟରେ ଗୋଟେ ଝିଅଟା ଥାଏ, ତା ନାଁ ହେଉଛି ଲିଜା। ଲିଜା ଯିଏକି ଦେଖିବାକୁ ବହୁତ ହଟ୍ ଆଣ୍ଡ ସେକ୍ସି ଆଣ୍ଡ ଫିଗର ବାଲା ଝିଅ। ମସ୍ତ ଅଛି, ଦେଖିଲେ ପୁରା ଭାଣ୍ଡ ଦେଖିଲେ ହିଁ ଠିଆ ହେଇଯିବ। ପେଲିବାକୁ ଖାଲି ଇଚ୍ଛା ହବ। ମୋର ଫାର୍ଷ୍ଟ ଡେ ଥିଲା କଲେଜର ଫାର୍ଷ୍ଟ ଡେ ମୁଁ ତା ସହିତ ଇମ୍ପ୍ରେସନ୍ ବନେଇ ଦେଇଥିଲି। ତା ସହିତ କଥା ହେବାକୁ ତାକୁ ମୁଁ ପଚାରି ଦେଇଥିଲି ମାନେ ଏଠି କେମିତି କ'ଣ ସବୁ ରୁଲ୍ ରେଗୁଲେସନ୍। ତା ସହିତ ମୁଁ ଫ୍ରେଣ୍ଡସିପ୍ ବି କରିଦେଇଥିଲି ଫାର୍ଷ୍ଟ ଡେରେ। ତ କିଛି ଦିନ ଏମିତି ଗଲା, ତା ସହିତ ମୁଁ ଭଲ ରିଲେସନ୍ ବଢ଼େଇ ପେଲି ବୋଲି ଆଶା ରଖିଥିଲି ମନରେ। କିଛି ଦିନ ଗଲା ପରେ ମୁଁ ତାକୁ ଥରେ ଆମ ଘରକୁ ହିଁ ଡାକିଥିଲି। ଆମ ଘରେ ଦି ଜଣ ଏମିତି କଥା ହଉ ତ ଏମିତି ଭଲରେ କଥା ହେଇଥିଲୁ। ଆମ ଘର ଫ୍ୟାମିଲି ଲୋକଙ୍କ ସହିତ ବି ସେ କଥା ହେଇଥିଲା। ତ ଆମ ଫ୍ୟାମିଲି ଲୋକ ତାକୁ ପସନ୍ଦ କରିଥିଲେ। ତ ତା ସହିତ ମୁଁ ରାତିରେ ବହୁତ ଚାଟ୍ କରୁ ଦିନେ ତା ସହିତ ମୁଁ ସେକ୍ସ ଚାଟ୍ କରିବା ଆରମ୍ଭ କଲି। ଚାଟ୍ରେ ମୁଁ ତା ସହିତ ସବୁ ଟପିକ୍ରେ କଥା ହେଲି। ବହୁତ ତାର ମୋତେ ପୁରା କ୍ଲିୟରଲି ବୁଝେଇଥିଲା ତାର ପିରିୟଡ଼୍ସ, ଝିଅମାନଙ୍କର ପିରିୟଡ଼୍ସ କେମିତି ହୁଏ। ତ ସେଇ ବିଷୟରେ ଆହୁରି ନଲେଜ ପାଇବା ପାଇଁ କହିଥିଲି ମୋତେ ପ୍ରାକ୍ଟିକାଲି ଟିକେ ଦେଖିବ। ସେ କହିଥିଲା ଏସବୁ ପୁଅମାନେ ଦେଖନ୍ତିନି, ଭଲ ନୁହେଁ ଏସବୁ ମୋତେ ଜାଣିବାର ନାହିଁ, ମୋତେ କିନ୍ତୁ ଖାଲି ଦେଖିବାର ଅଛି ପିରିୟଡ଼୍ସ ହେଲା ପରେ କେମିତି ହୁଏ। ସେ ବହୁତ କଷ୍ଟରେ ରାଜି ହେଇଥିଲା। ତ ମୁଁ ତା ଘରକୁ ଥରେ ଯାଇଥିଲି। ସେଠି ସେ ପିରିୟଡ଼୍ସ ହେଇଥାଏ ତାର, ସେଇ ଟାଇମ୍ରେ ମୋତେ ଡାକିଥାଏ। ତ ସହିତ ଯାଇ ଦେଖା କଲି। ସେ ମୋତେ ଆଗରୁ କହିଦେଲା ଯେ ପିରିୟଡ଼୍ସ ହେବା ଟାଇମ୍ରେ ଆମର ସେଇ ମେନ୍ ଜାଗାଟା ମାନେ କି ବିଆଟା ବହୁତ ଗନ୍ଧାଏ, ସ୍ମେଲ୍ କରେ। ହଁ ଚଳିବ ନା, ସେଇଟା ପାଇଁ ଟେନସନ୍ ନାହିଁ। ସେ ଯେତେବେଳେ ତାର କମଳଟେ ଗୋଡ଼େଇଥିଲା, କିଣି ପାଆନ୍ତି କମଳ ଗୋଡ଼େଇକି ବସିଥାଏ, ଆଉ ଭିତରେ ଗୋଟେ ହଟ୍ ପ୍ୟାଣ୍ଟ ଆଉ ଜିନ୍ସଟା ପିନ୍ଧିଥାଏ। ଆଉ ସିଏ ମୁଁ ତାକୁ କଥା ହେଇସାରିଲା ପରେ ତାକୁ କହିଲି କି ଆଉ ମୋତେ ଦେଖା। ସେ ମୋତେ ଦେଖେଇଥିଲା ତା ପ୍ୟାଣ୍ଟ ଖୋଲିକି, ଚଢ଼ି ଉପରେ ଗୋଟେ ଷ୍ଟେଫ୍ରି ଲଗେଇଥାଏ, ବିଆରୁ ବାହାରୁଥିବ। ଆଉ ମୁଁ କହିଲି ଆରେ ଏଇଟା କ'ଣ ଏମିତି ଘନ ହେଇକି ତୋର ବିଆରୁ ଝରଣା ବହି ଯାଉଛି? ସିଏ କହିଲା ଆରେ ଏଇ ଦିନରେ ଏମିତି ହିଁ ହୁଏ, ନଷ୍ଟ ବହି ଚାଲେ, ଖାଲି ବ୍ଲଡର ବାନ୍ତି କରୁଥାଏ ମୋ ବିଆ। ଡରି ଯାଇଥିଲି, ବହୁତ କଷ୍ଟ ହେଉଛି ବୋଲି। ହଉ କେମିତି କ'ଣ ତାର ଏଗୁଡ଼ା ଭଲ ହେବ ତାକୁ ମୁଁ ପଚାରିଥିଲି କି ମୋତେ ତାକୁ କ୍ଲିୟରଲି ବତେଇଥିଲା କି ଏସବୁ କେବେ ଭଲ ହୁଏନି। ତାପରେ କିଛି ଦିନ ଗଲା ପରେ ମୁଁ ତାକୁ କହିଥିଲି ସବୁ ମୁଁ ତୋର ଦେଖି ସାରିଲିଣି, ତୁ କ'ଣ ଏତେ ଲେଟ୍ରେ କହୁଛୁ? ତୁ ଏବେ ମୋତେ ପଚାରୁଛୁ ସେକ୍ସ କରିବା? ଚାଲ ଜଲ୍ଦି କରିବା, ପଚାରୁଛୁ କ'ଣ? ତା ଘରକୁ ଡାକି ଦେଇଥିଲା। ଆମେ ଦି ଜଣ ଆରାମସେ ବାଥରୁମରେ ଯାଇକି ଅଙ୍ଗଳା ହେଇକି ଗାଧେଇଲୁ। ସିଗାରେ ଲାଗିଗଲା। ମୁଁ ଗଲା ପରେ ମୋ ଭାଣ୍ଡଟିକୁ ନେଇ ତା ବିଆ ପାଖରେ ରଖେଇକିନା ତା ବିଆ ଭିତରେ ମୋ ଭାଣ୍ଡଟିକୁ ପୁରେଇଲି। ବିଆଟି ପୁରା ପୋଲା ବିଆ ହେଇଯାଇଥିଲା। ତା ବିଆକୁ କିଏ ଆଗରୁ ବହୁତ ଜଣ ଘର୍ଷଣ କରି ତା ବିଆ ପୁରା ଚିରି ଦେଇଥିଲେ। ମୋ ଭାଣ୍ଡଟା ପୁରେଇଲି ସିନା ମୋତେ କିଛି ଶାନ୍ତି ଲାଗିଲାନି, କାହିଁକିନା ମୋ ଭାଣ୍ଡଟି ପୁରା ତା ବିଆ ଭିତରେ ପଶୁଥାଏ, ବାହାରୁଥାଏ, ମୋତେ ବି କିଛି ଜଣା ପଡ଼ୁନଥାଏ। ଖାଲି ସିଂହରି ଉଠୁଥାଏ, ତାକୁ ବି କିଛି କାଟୁନଥାଏ। ବୋରିଂ। ମୋତେ କହିଲା କି ତାର ଦିଟା ଜଙ୍ଘ, ମୁଁ କହିଲା କ'ଣ ମଜା ଲାଗୁନି? ମୁଁ କହିଲି ନା। ସେ ତାର ଦିଟା ଜଙ୍ଘଟିକୁ ଚାପି ଦେଇ କହିଲା ଏବେ କେତେ ଗେଇ କରୁଛୁ ଦେଖିବା, ତା ଭାଣ୍ଡରେ କେତେ ପାଣି। ମୁଁ ସରିଥିଲା ପରେ ମୁଁ ତାକୁ ଗେଇଲି, ଆଉ ମଜାକୁ ଲାଗିଲା। ଆମେ ଶୋଇଲୁ ମିଶିକିନା। ମୁଁ ତା ଭାଣ୍ଡ କାମୁଡ଼ିଥାଏ ଆଉ ଗୋଟେ ଦୁଧକୁ, ବାସ୍ ସେଇଦିନ ଆମେ ଶୋଇପଡ଼ିଥିଲୁ। ସେଇଭଳିଆ ମଜା ମୁଁ ପ୍ରତିଦିନ ତା ସହିତ ନିଏ। ବାସ୍ ସେତିକିରେ ମୋ ଷ୍ଟୋରିଟି ସେଦିନ ସରିଥିଲା। ଆଉ କ'ଣ ଶୁଣିବେ, ମନ କଥା ହେଇଗଲାଣି। ଆଉ ଗୋଟେ ନୂଆ କରନ୍ତୁ ୟାର।